ଏମିତି ବ୍ୟସ୍ତବହୁଳ ଜୀବନ ଭିତରେ ସକାଳର ବ୍ୟସ୍ତତା ଭିତରେ ବି 10ରୁ 15 ମିନିଟ୍ ଭିତରେ ଏମିତି ପ୍ରୋଟିନ୍ ଆଉ କ୍ୟାଲସିୟମରେ ଭରପୁର ସକାଳର ଏହି ସ୍ୱାଦିଷ୍ଟ ଜଳଖିଆ। ପ୍ରୋଟିନ୍ ଆଉ କ୍ୟାଲସିୟମରେ ତ ଭରପୁର ଆଉ ସ୍ୱାଦରେ ନମ୍ବର 1। ଆକୁ ପିଲାରୁ ବଡ଼ ଯାହାକୁ ଦେବେ ସମସ୍ତେ ଆଗ୍ରହରେ ଖାଇବେ। ନା ଚଟଣି ଦରକାର ପଡ଼ିବ ନା କୌଣସି ଆଚାର। ଏତେ ସ୍ୱାଦିଷ୍ଟ ବନିବ ଯେ ପିଲାରୁ ବଡ଼ ସମସ୍ତେ 2 ପଟ ଜାଗାରେ 4 ପଟ ଏମିତି ଆରାମରେ ଖାଇନେବେ। ପିଲାଙ୍କ ଟିଫିନରେ ଦିଅନ୍ତି ତାହେଲେ ସେମାନେ ତ ପୁରା ଆଗ୍ରହରେ ଖାଇନେବେ। ସେଥିପାଇଁ ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଯଦି ପସନ୍ଦ ଆସିବ ଲାଇକ୍ କମେଣ୍ଟ ସେୟାର କରିନେବେ। ଚ୍ୟାନେଲରେ ନୂଆ ଥିଲେ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଆଉ ଫେସବୁକ୍ ପେଜରେ ଦେଖୁଥିଲେ ପ୍ଲିଜ୍ ଫେସବୁକ୍ ପେଜକୁ ମଧ୍ୟ ଫଲୋ କରିନେବେ। ଯେହେତୁ ଆମେ ହେଲ୍ଦି ବାଲା ଜଳଖିଆ ବନେଇବା ସେଥିପାଇଁ ଏଠି ଗୋଟେ ଗିନା ଫ୍ରେଶ୍ ଗ୍ରୀନ୍ ମଟର ନେଇଛି। ଏବେ ତ ଫ୍ରେଶ୍ ଗ୍ରୀନ୍ ମଟର ବି ମିଳୁଛି। ଆପଣମାନେ ନେଇକିରି ଏଇ ଜଳଖିଆଟାକୁ ବନେଇ ପାରିବେ। ପ୍ରଥମେ ଗ୍ରୀନ୍ ମଟରକୁ ଗୋଟେ ମିକ୍ସି ଜାରରେ ଦେଇଦେବା। ଅଳ୍ପ କିଛି ପାଣି ଦେବା ଆଉ ତାକୁ ପୁରା ଚିକଣ କରି ବାଟି ଆଣିବା। ମୁଁ ଜାଣିଛି ପିଲାମାନଙ୍କୁ ଗ୍ରୀନ୍ ମଟର ଖାଇବାକୁ ବିଲକୁଲ ବି ପସନ୍ଦ ଆସେନି, କିନ୍ତୁ ଥରେ ଏଇ ଉପାୟରେ ବନେଇକି ଦେଖନ୍ତୁ। ଦେଖିବେ ସେମାନଙ୍କୁ ଗ୍ରୀନ୍ ମଟର ବହୁତ ପସନ୍ଦ ଆସିବ। ଏଇଠି ଗ୍ରୀନ୍ ମଟରକୁ ଭଲସେ ବାଟି ସାରିଲା ପରେ ଅଳ୍ପ କିଛି ପାଣି ଦେବା, ଭଲସେ ଗୋଳେଇ ନେବା। ଗ୍ରୀନ୍ ମଟରକୁ ବାଟିଲା ବେଳେ ମୁଁ ଅଳ୍ପ କିଛି ପାଣି ଦେଇଥିଲି, ତାକୁ ଗୋଳେଇ ନେଲି। ତାପରେ ଏଇଠି ଗୋଟେ ଗିନା ନେଇଛି ସୁଜିକି ଦେଇଦେବା। ଆପଣମାନେ ନିଜ ହିସାବରେ କେତେ ପରିମାଣରେ ଜଳଖିଆ ବନେଇବେ ସେଇ ହିସାବରେ ସୁଜି ଆଉ ଗ୍ରୀନ୍ ମଟର ପରିମାଣକୁ ଅଧିକ କିମ୍ବା କମ୍ କରିକି ବନେଇ ପାରିବେ। ଏଇଠି ସୁଜିକି ଦେଇ ସାରିଲା ପରେ ଆମେ ତାକୁ ଭଲସେ ଗୋଳେଇ ନେବା, କାହିଁକିନା ସୁଜି ପାଣିକି ଆବଜର୍ବ କରିବ, ବହୁତ ସାରା ସୋକ୍ କରି ନେବ। ପରେ ବି ଆମେ ପାଣି ଆଡ଼୍ କରିବା, ଦେଖିକି ଏଠି ପାଣି ଆଡ଼୍ କରିବା। ତାପରେ ଏଠି ଗୋଟେ ଗିନାରୁ ଟିକେ କମ୍ ଫ୍ରେଶ୍ ଦହି ନେଇଛି। ଆପଣମାନେ ଯଦି ଦହି ଖାଇବାକୁ ପସନ୍ଦ କରୁନାହାନ୍ତି ତାହେଲେ ମଧ୍ୟ ସ୍କିପ୍ କରିପାରିବେ, କିନ୍ତୁ ଦହି ପକାଇଲେ ଆମର ବ୍ୟାଟରଟା ପୁରା ସଫ୍ଟ ବନିବ ଆଉ ସ୍ୱାଦିଷ୍ଟ ବି ବନିବ। ସେସବୁକୁ ଦେଇକି ଗୋଳେଇକି ରଖିନେବା। ଏମିତି କଲେ ଆମର ସୁଜିଟା ପୁରା ସଫ୍ଟ ହେଇଯିବ ଆଉ ଆମର ବ୍ରେକଫାଷ୍ଟ ବା ଜଳଖିଆଟା ପୁରା ସ୍ୱାଦିଷ୍ଟ ବନିବ। ଏଠି ଗୋଳେଇ ସାରିଲାଣି, ତାକୁ କଭର ଦେଇଦେବା ଆଉ କିଛି 10ରୁ 15 ମିନିଟ୍ ରେଷ୍ଟ କରିବା ପାଇଁ ଛାଡ଼ି ନେବା। ଏମିତି 10 ମିନିଟ୍ ରେଷ୍ଟ କରିନେଲେ ସୁଜି ଯାହା ବି ପାଣି ଆବଜର୍ଭ କରିବା କଥା କରିନେବ। ତାପରେ ଆମର ସୁଜି ବ୍ୟାଟରଟା ପୁରା ପରଫେକ୍ଟ ବନିବ। ଏଇଠି ଲିଡ୍ ଖୋଲି ଆପଣମାନଙ୍କୁ ଦେଖାଉଛି, ଦେଖନ୍ତୁ ସୁଜି ଆମର ପୁରା ପାଣି ଶୋକ ନେଇଛି ଆଉ ପରିମାଣରେ ଅଧିକ ହେଇଯାଇଛି, ମାନେ ସୁଜି ଫୁଲି ଯାଇଛି। ଏଇଠି ଆମେ ଯେହେତୁ ଆଉ ଅଲଗା ସବୁ ପରିବା ମିଶେଇବା, ତେଣୁ ଏଠି ଆଉ ଆମେ ପାଣି ଆଡ଼୍ କରିବାନି, କାହିଁକିନା ପରିବା ମିଶେଇକି ଆଉ 1 ମିନିଟ୍ ରଖି ସାରିଲା ପରେ ଆମର ପାଣି ବହୁତ ପାଣି ପରିବାରୁ ବାହାରିବ ଆଉ ପତଳା ହେଇଯିବ ଆମର ବ୍ୟାଟର। ସେଥିପାଇଁ ମୁଁ ଏଠି ଗୋଟେ କ୍ୟାପ୍ସିକମ୍ କାଟିକି ଛୋଟ ଛୋଟ କରି ନେଇଛି, ଗୋଟେ ପିଆଜକୁ ମଧ୍ୟ କାଟିକି ଛୋଟ ଛୋଟ କରି ନେଇଛି। ତା ସହିତ ଯାହା ବି ପରିବା ଆପଣମାନଙ୍କୁ ପସନ୍ଦ ସେଇ ସବୁ ପରିବା ଦେଇପାରିବେ। ଏଠି ଗୋଟେ ଗାଜର, ଛୋଟ ଖଣ୍ଡେ ବିଟ୍, କିଛି କଟା ଟମାଟୋ ନେଇଛି, ତା ସହିତ କିଛି ପିଆଜ ସୁଣ୍ଡାକୁ ଏମିତି ଛୋଟ ଛୋଟ କରି କାଟିକି ନେଇଛି। ଆପଣମାନଙ୍କୁ ଯେକୌଣସି ପରିବା ଖାଇବାକୁ ପସନ୍ଦ ତାକୁ ପକାଇ ପାରିବେ, ନା ତ ଯାହା ଖାଇବାକୁ ପସନ୍ଦ କରୁନାହାନ୍ତି ତାକୁ ମଧ୍ୟ ସ୍କିପ୍ କରିପାରିବେ। ତାପରେ ରାଗ ଯେତିକି ଖାଇବାକୁ ପସନ୍ଦ କରୁଥିବେ ସେଇ ହିସାବରେ କଞ୍ଚା ଲଙ୍କାକୁ କାଟିକି ଦେବେ। କିଛି ଅଦା ଛେଚାକୁ ଦେଇପାରିବେ, ମୁଁ ଅଦାକୁ ଏମିତି ଛୋଟ ଛୋଟ କରି କାଟି ନେଇଛି। ସେସବୁକୁ ଦେଇଦେବା, ଭଲସେ ଗୋଳେଇ ନେବା। ପରିବା ଦେଇକି ଯଦି 1 ମିନିଟ୍ ରଖିନେବା ତାହେଲେ ପାଣି ଛାଡ଼ିବା ଆରମ୍ଭ କରିଦେବା। ପରିବା ଆଉ ବ୍ୟାଟରର କନସିଷ୍ଟେନ୍ସି ପୁରା ପରଫେକ୍ଟ ବନିବ। ଏଠି ଗୋଳେଇକିରି ମୁଁ ଦେଖାଉଛି ଆପଣଙ୍କୁ, ଦେଖନ୍ତୁ ପତଳା ହେଇଛି କେତେ ବ୍ୟାଟର। ଆପଣ ଏମିତି ହିଁ ରଖିକି ବନେଇ ପାରିବେ। ଏଠି ଆମେ ସ୍ୱାଦ ଅନୁସାରେ ଲୁଣକୁ ଆଡ଼୍ କରିବା। ତା ସହିତ ଭଲ କଲର୍ ପାଇଁ ଅଧ ଛୋଟ ଚାମଚରୁ କମ୍ ଟିକେ ଦେଇଦେବା ହଳଦୀ ଗୁଣ୍ଡ, ଅଧିକ କି ଦେଇଦେବା କଟା ଧନିଆ ପତ୍ର, ତାକୁ ଗୋଳେଇ ନେବା। ଯେହେତୁ ଆଜିର ଜଳଖିଆ ସବୁଠୁ ସ୍ୱାଦିଷ୍ଟ ଆଉ ହେଲ୍ଦି ହେବ, ସେଥିପାଇଁ ଆମେ ଏଥିରେ କିଛି ତଡ଼କା ଦେବା, ଯେଉଁଥିପାଇଁ କି ଆମର ଜଳଖିଆଟା ପୁରା ସୁପର ଟେଷ୍ଟି ବନିବ। ସେଥିପାଇଁ କିଛି ପ୍ୟାନରେ ସୋରିଷ ତେଲକୁ ଗରମ କରି ନେଇଥିଲି, କି ତା ଦେହରେ ଦେଇଦେବା କିଛି ସୋରିଷ, ଅଳ୍ପ କିଛି ଭୃଷଙ୍ଗ ପତ୍ର ଆଉ ଭଲ ଫ୍ଲେଭର ପାଇଁ ଅଳ୍ପ କିଛି ହେଙ୍ଗୁ ଦେବା। ଆପଣ ଚାହିଁଲେ କିଛି ବିରି ଡାଲି ଆଉ ବୁଟ ଡାଲିକି ଦେଇକିରି ତଡ଼କା ଦେଇପାରିବେ। ସେସବୁକୁ ଦେଇକିରି ଗୋଳେଇ ରଖିଥିବା ବ୍ୟାଟରରେ ଏମିତି ଯଦି ଟିକେ ଭୃଷଙ୍ଗ ପତ୍ର, ହେଙ୍ଗୁ ଆଉ ସୋରିଷର ଛୁଙ୍କ ଦେଇକିରି ବ୍ୟାଟରଟାକୁ ଗୋଳେଇକି ନେବେ, ଆମର ପିଠା ବା ବ୍ରେକଫାଷ୍ଟଟା ପୁରା ସ୍ୱାଦିଷ୍ଟ ବନିବ। ୟାକୁ ଦେଇକି ଭଲସେ ଗୋଳେଇ ନେବା ଆଉ ଆମେ ୟାକୁ ସାଙ୍ଗେ ସାଙ୍ଗେ ବ୍ୟାଟରକୁ ନେଇକିରି ଆମେ ଚକୁଳି ପିଠା ବା ପିଠା ବନେଇବା। ତେବେ ପିଠାଟା ଟିକେ ନରମ ବନିବା ପାଇଁ ଏଠି ଟିକେ ନାକୁ ମୁଁ ଖାଇବା ସୋଢ଼ା ଆଡ଼୍ କରିଛି। ଆପଣ ଚାହିଁଲେ ସ୍କିପ୍ ମଧ୍ୟ କରିପାରିବେ। ଏଇଠି ଆମର ବ୍ୟାଟର ପୁରା ରେଡ଼ି ହେଇଗଲା। ଆକୁ ରଖିବାନି, ସାଙ୍ଗେ ସାଙ୍ଗେ ଆମେ ଚକୁଳି ବନେଇବା ବା ବ୍ରେକଫାଷ୍ଟଟା ବନେଇବା। ସେଥିପାଇଁ ଏଠି ତାୱା ନେଇଛି। ନର୍ମାଲି ମୁଁ ଯେଉଁ ରୁଟି ତାୱା ବନାଏ ରୁଟି, ସେଇ ତାୱା ନେଇଛି। ଆପଣଙ୍କ ପାଖରେ ଯେକୌଣସି ତାୱା ଅଛି ସେଇ ତାୱାକୁ ନେବେ। ଏଠି ତାୱାରେ ଅଳ୍ପ ଟିକେ ତେଲ ଦେଇଦେବା, ତାକୁ ଭଲସେ ଗରମ ହେବା ପାଇଁ ଛାଡ଼ିବା। ତେଲ ଭଲସେ ଗରମ ହେଇଗଲା ପରେ ବନେଇ ରଖିଥିବା ବ୍ୟାଟରରୁ 2 ଛୋଟ ଚାମଚ ଆଡ଼୍ କରିନେବା। ଏଇଠି ମୁଁ 1 ଚାମଚ ଦେଇ ନେଇଛି।
ତାପରେ ଆଉ ଗୋଟେ ଚାମଚ ଦେଇଦେବା। ଏମିତି ଡଙ୍କି ସାହାଯ୍ୟରେ ଟିକେ ମାନେ ଚାରିଆଡ଼କୁ ସ୍ପ୍ରେଡ୍ କରିନେବା। ତାକୁ ଗୋଟେ ପଟ ସିଝିବା ପାଇଁକି ତାକୁ କଭର୍ ଦେବା। ଗ୍ଲୋ ଫ୍ଲେମ୍ରେ ଆମେ କୁକ୍ କରିବା 5ରୁ 10 ମିନିଟ୍। ଉପର ତଳ ପଟଟା ଟିକେ ସିଝିଗଲା ପରେ ଉପରେ ଟିକେ ନାକୁ ଦେଖିବେ ଏମିତି ଡ୍ରାଏ ହେଇଯାଇଛି। ଉପରେ ଟିକେ ଧଳା ରାଶି ସ୍ପ୍ରିଙ୍କଲ୍ କରିନେବା। ତାପରେ ଏପଟ ସେପଟ ଦୁଇ ପଟ ଲେଉଟେଇକି ସେକି ନେବା। ଯେହେତୁ ଆମେ ପ୍ରୋଟିନ୍ ଆଉ କ୍ୟାଲସିୟମରେ ଭରପୁର ବୋଲି କହିଥିଲେ, ସେଥିପାଇଁ ନିଶ୍ଚୟ ଧଳା ରାଶିକୁ ଆଡ଼୍ କରିବେ। କାହିଁକିନା ଧଳା ରାଶିରେ ବହୁତ ସାରା କ୍ୟାଲସିୟମ ଭରିକି ଥାଏ। ଗୋଟେ ପଟ ଆମର ଟିକେ ଲୋ ଫ୍ଲେମ୍ରେ ସେକି ସାରିଲା ପରେ ଆର ପଟକୁ ଲେଉଟେଇ ନେବା। ଗୋଟେ ପଟଟା ଆମେ କଭର୍ ଦେଇ ସେକିବା, ଆଉ ଆର ପଟକୁ ଏମିତି ହିଁ ଲୋ ଫ୍ଲେମ୍ରେ ରଖିକି ଦୁଇ ପଟ ଏପଟ ସେପଟ ପ୍ରେସ୍ କରିକି ସେକି ନେବା। ଦୁଇ ପଟ ଏପଟ ସେପଟ କରି ସେକି ସାରିଲା ପରେ ଆମର ସବୁଠୁ ସହଜ, ସ୍ୱାଦିଷ୍ଟ ଆଉ ହେଲ୍ଦିକର ସକାଳର ଜଳଖିଆ ବନିକି ରେଡି ହେଇଯିବ। ଆଜିର ରେସିପି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ସେକ୍ସନରେ ସିଓର ଜଣେଇବେ। ପୁଣି ଆସିବି ଗୋଟେ ନୂଆ ରେସିପି ସହିତ। ସେ ପର୍ଯ୍ୟନ୍ତ ରହୁଛି। ନମସ୍କାର, ବାଏ, ଜୟ ଜଗନ୍ନାଥ।